ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଚ୍ଚ ମାସର ମାସିକ ରାଶି ଫଳ ଜାଣିବା। ମାର୍ଚ୍ଚ ମାସରେ ବୃଷ ରାଶି ବ୍ୟକ୍ତି ଆୟ, କର୍ମ, ପ୍ରେମ, ବିବାହ, ପରିବାର ଓ ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃଷ ରାଶି ଦ୍ୱାଦଶ ରାଶିଚକ୍ରର ଦ୍ୱିତୀୟ ରାଶି। ଶୁକ୍ର ମହାଗ୍ରହ ଏହି ବୃଷ ରାଶିର ଅଧିପତି। ମାର୍ଚ୍ଚ ମାସର ଆରମ୍ଭରେ ବୃଷ ରାଶିର ଅଧିପତି ଶୁକ୍ର ମହାଗ୍ରହ ନିଜ ଉଚ୍ଚ ରାଶି ମୀନ ରାଶିରେ ଆୟ ବା ଲାଭ ଭାବରେ ରହିବା ଆର୍ଥିକ ଭାବର ଅଭିବୃଦ୍ଧିକୁ ଦର୍ଶାଉଛି। ତା ସାଙ୍ଗକୁ ଦ୍ୱିତୀୟ ଧନସ୍ଥାନ ମିଥୁନ ରାଶିର ଅଧିପତି ବୁଧ ଲାଭ ଭାବରେ ରହିବା ଅତର୍କିତ ଭାବରେ ପ୍ରବଳ ଧନଲାଭକୁ ମଧ୍ୟ ସୂଚେଇ ଦେଉଛି। ଯଦିଓ ବୁଧଙ୍କର ଏହା ନୀଚ ରାଶି, ତେବେ ବି ରାଶିଚକ୍ରରେ ଯେତେବେଳେ ବୃହସ୍ପତି ମହାଗ୍ରହ ଚନ୍ଦ୍ରଙ୍କର କେନ୍ଦ୍ର ସ୍ଥାନରେ ଅବସ୍ଥାନ କରିବେ, ସେତେବେଳେ ମା ମହାଲକ୍ଷ୍ମୀଙ୍କର ବିଶେଷ କୃପାରୁ ଧନର ବର୍ଷା ହେବ। ବୃଷ ରାଶିର ଚତୁର୍ଥ ସ୍ଥାନର ଅଧିପତି ରବି ଦଶମ ଓ ଏକାଦଶ ସ୍ଥାନରେ ରହି କର୍ମକ୍ଷେତ୍ରରେ କାର୍ଯ୍ୟ ବୃଦ୍ଧିର ସଂକେତ ପ୍ରଦାନ କରୁଥିବା ବେଳେ କର୍ମକ୍ଷେତ୍ରରେ ସଫଳତା ତଥା ରାଜକୀୟ କର୍ମ, ସରକାରୀ ଚାକିରି ବା ସରକାରଙ୍କ ସହିତ ବ୍ୟବସାୟ କରୁଥିଲେ ଚମତ୍କାର ସଫଳତାର ସୂଚନା ପ୍ରଦାନ କରୁଛନ୍ତି। କ୍ୟାରିୟର ବା କର୍ମକ୍ଷେତ୍ରର ଅଧିପତି ଶନି ନିଜ ଘର ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ଅବସ୍ଥାନ କରୁଥିବାରୁ ସ୍ଥିର କର୍ମ ପ୍ରଦାନ କରିବା ସହିତ ନୂତନ କର୍ମ ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ସପ୍ତମ ସ୍ଥାନର ଅଧିପତି ମଙ୍ଗଳ ଦ୍ୱିତୀୟ ଧନସ୍ଥାନରେ ରହି ବେପାର ବାଣିଜ୍ୟରୁ ପ୍ରଭୂତ ଧନ ପ୍ରଦାନ କରାଇବେ। ବିଶେଷତଃ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ରିଏଲ ଇଷ୍ଟେଟ, ଡାଲି, ଚାଉଳ ଓ ବିଭିନ୍ନ ଶସ୍ୟ ଆଦିର ବେପାର କରୁଥିଲେ ସେହିସବୁ କ୍ଷେତ୍ରରୁ ପ୍ରଚୁର ଧନ ଅର୍ଜନ ହେବାର ସମ୍ଭାବନା ରହୁଅଛି। ସପ୍ତମ ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ଯୌଥ ବ୍ୟବସାୟ ବା ଭାଗୁଆଳି ବ୍ୟବସାୟ କରିବା ପାଇଁ ଏବଂ କରୁଥିବା ବ୍ୟବସାୟରେ ମିତ୍ରମାନଙ୍କ ସଫଳ ସହଯୋଗକୁ ସୂଚାଉଛି। ପ୍ରେମ ସମ୍ପର୍କରେ ଆଲୋଚନା କରିବାକୁ ଗଲାବେଳେ ଜଣାଯାଏ ଯେ ବୃଷ ରାଶିର ପଞ୍ଚମ ସ୍ଥାନ କନ୍ୟା ରାଶିର ଅଧିପତି ବୁଧ ଏକାଦଶ ଭାବ ମୀନ ରାଶିରେ ନୀଚ ଭାବରେ ରହିବା ପ୍ରାରମ୍ଭିକ ଭାବରେ ପ୍ରେମ ଭାବରେ କିଛିଟା ନୀଚ ଫଳ ପ୍ରଦାନ କରିପାରେ, କିନ୍ତୁ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥିତ ଶୁକ୍ର ମହାରାଜ ବିରାଜମାନ କରିଥିବାରୁ ପ୍ରାରମ୍ଭିକ ନୀଚ ଫଳ ପ୍ରାପ୍ତ ହେବା ପରେ ସେହି ଭାବରେ ପରିପୁଷ୍ଟତା ଆସିବ। ଉଭୟ ପ୍ରେମୀ ଯୁଗଳ କ୍ଷଣମାତ୍ର କେହି କାହାରିଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ ନାହିଁ। ଏପରିକି ଏହି ଭାବରେ ପରିପୂର୍ଣ୍ଣତା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚେଷ୍ଟା କରିବେ। ପାରିବାରିକ ଦୃଷ୍ଟିକୋଣରୁ ସପ୍ତମ ଭାବ ଅଧିପତି ମଙ୍ଗଳ ଦ୍ୱିତୀୟ ମିଥୁନ ରାଶିରେ ଅବସ୍ଥାନ କରିଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇ ମନାନ୍ତର ସୃଷ୍ଟି ହୋଇପାରେ। ଏପରିକି ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯିବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ଧ୍ୟାନ ରଖିବା ଉଚିତ ହେବ। ଜଣେ କେହି ଉଗ୍ର ଆଚରଣ ପ୍ରଦର୍ଶନ କଲେ ଅନ୍ୟ ଜଣଙ୍କ ଚୁପ୍ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ଦ୍ୱିତୀୟ ଭାବସ୍ଥ ମଙ୍ଗଳ ମହାଗ୍ରହ ଘର ଭିତରେ ଚାଲୁଥିବା ଇଲେକ୍ଟ୍ରୋନିକ ଉପକରଣ ଗୁଡ଼ିକ ବିଗାଡ଼ି ଦେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଅତି ଉତ୍ତମ ଫଳ ପ୍ରଦାନ କରିବ। ଦଶମ ଓ ଏକାଦଶ ଭାବରେ ବିଚରଣ କରୁଥିବା ସୂର୍ଯ୍ୟ ଆରୋଗ୍ୟତା ପ୍ରଦାନ ସହିତ
ନିରୋଗ ରଖିବେ। କେବଳ ବୃଷ ରାଶିର ଅଧିପତି ଶୁକ୍ର ଏକାଦଶ ଉଚ୍ଚ ଭାବରେ ରାହୁଯୁକ୍ତ ହୋଇ ରହିବାରୁ ଚର୍ମ ସମ୍ବନ୍ଧିତ ସମସ୍ୟା ସହିତ ମାନସିକ ଦୁଶ୍ଚିନ୍ତା ପ୍ରଦାନ କରିପାରନ୍ତି। ତେଣୁ ବୃଷ ରାଶିର ବ୍ୟକ୍ତି ବିଶେଷ ମାର୍ଚ୍ଚ ମାସରେ ବିଶେଷ ଶୁଭ ଫଳ ପାଇବା ନିମନ୍ତେ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଆଦି ଶଙ୍କରାଚାର୍ଯ୍ୟଙ୍କ ବିରଚିତ କନକଧାରା ସ୍ତୋତ୍ର ପାଠ କଲେ ଆର୍ଥିକ ଚିନ୍ତାରୁ ମୁକ୍ତି ପାଇପାରିବେ। ତା ସହିତ ଶୁକ୍ରବାର ଦିନ ଜଣେ ବୟସାଧିକ ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କଲେ ମନସ୍କାମନା ପ୍ରକାଶ ପୂର୍ବକ ସମସ୍ତ କ୍ଷେତ୍ରରେ ସଫଳତା ପାଇପାରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।